नमस्कार जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवा। 39 अध्याय पूर्व अध्याय शेष कथा 39 रे व्यवस्था। श्रीशुक उवाच शृण परीक्ष नूर्पमणि स्वर्गे शुभिला जयवाणी आकाशे थिले जे नारद जानिले षण्ढासुरबध मन आनंदे देव ऋषि कृष्ण महिमा परशंसे मथुरा नगरे मिलिले कंस राजार सभा तले देखी उठिला भोज वीर नमिला मुनिंक भयर आनंदे सिरे कर देई आसने बसाइला नेई स्वभावे भोज बंशे राजा मुनि चरणे कला पूजा कुशल बारता पचारी विश्वास करी पाद धरी कंसर भक्ति रे नारद कहंती पाई मने खेद तू राजा मोहर विश्वास मोर बचने तोर आस तोते मोहर चिते दया पूर्वे मु कहिअछि जाहा तू ताहा न शुणिलु कने एबे मरिबु अल्प दिने शुणी कहई मन खेद मो मुखु न स्फुरई बेद देवता माने तो बईरी तोर मरणे कूट करी गोपे जादव अवतारे देवकी वसुदेव घरे हरिंकी कराइले जन्म भिणोई कला एड़े कर्म अष्टम गर्भे एहा नारी रात्रे प्रसविला मुरारी तोरो भिणोई ताहा नेई ओइलानंद घरे थोई कन्या एथिला तारो घरे जहा को चाड़ीलु शिलारे तोहरो हस्तु शून्य गला तेबे ही ज्ञान तो नहिला रोहिणी वसुदेव नारी पलाई गला तोते डरी ताहारो गर्भ होइथिला सेही कुमरे प्रसविला हरिर अंशे अवतार से तोते मारिबेनि कर राम गोविंद बेनि भाई बढ़िले गोपपुरे थाई वसुदेवर मित्र नंद से तोते कला एड़े चंद पूतना आदि षंढा जाए सबु मारिले बेनि पोए इंद्रर दर्प करी चूर हस्ते तोलिले गिरिवर कालियो थिला काली हृदे पलाई गला तारो भय कहिबी केते गुण तारो देव दानवे अगोचर एमंत बोली मुनिवर कहिले समस्त विचार शुणी असुर थर हर कातरे कंपई शरीर तीक्ष्ण खड़ग घेनी करे बेगे उठिला कोप भरे वसुदेव को अणाइला
ଅନେକ ମାଡ଼ ମରାଇଲା। ହାଣିବ ବୋଲି କୋପ ଭର ନାରଦ ଧଇଲେ ତାକର। ନାରଦ ବଚନେ ବିଶ୍ୱାସ ପାଦେ ଭରିଲା ଲୋହ ପାଶ। ଧନ ସମ୍ପଦ ଜୁର କଲା ବନ୍ଦୀ ମନ୍ଦିରେ ରଖାଇଲା। କଂସକୁ କହି ବ୍ରହ୍ମାସୁତ ଆକାଶେ ଚଳିଲେ ତୁରିତ। ମୁନି ଅନ୍ତରେ ଭୋଜରାଏ ଭାଳଇ ଜୀବନର ଭଏ। କେସି ଦଇତକୁ ଅଣାଇ କହଇ ବିଶ୍ୱାସ କରାଇ। ତୁମର ଭ୍ରାତ ସହୋଦର ବହନ ଯାଅ ଗୋପପୁର। ବସୁଦେବର ପୁତ୍ର ଦୁଇ ରାମ ଗୋବିନ୍ଦ ବେନି ଭାଇ। ବହନ କର ପ୍ରାଣେ ନାଶ ଦେବୀ ସମ୍ପଦ ଗ୍ରାମ ଦେଶ। ତେବେ ସେ ଜୀବନେ ମୋ ଆସ ମୋ ଭ୍ରାତ ନ କର ଅଳସ। କଂସର ଆଜ୍ଞା ଘେନି ଶିରେ କେସି ଚଳିଲା ଗୋପପୁରେ। ଚାଣୁର ମୁଷ୍ଟି କର ମେଳେ ଦର୍ପିଷ୍ଠ ମାଲେ ବଳିଆରେ। ଗଜକୁ ବଳୟ ମାହୁନ୍ତ ପାତ୍ର ସାମନ୍ତ ଇଷ୍ଟ ମିତ୍ର। ଅଣାଇ କହଇ ଅସୁର ଜଣ ଜଣ କେ ଧରି କର। ଭୂବୀର ମୁଷ୍ଟି କଚାଣୁର କହି ଯେ ଗଲେ ମୁନିବର। ବସୁଦେବ ତା ପୁତ୍ର ଦୁଇ ଗୋପରେ ଅଇଲା ଲୁଚାଇ। ଗୋପତେ ନନ୍ଦ ଘରେ ଥାଇ ବଢିଲେ ବଳବନ୍ତ ହୋଇ। ଯେତେ ଅସୁର ମୋର ଗଲେ ଗୋପରେ ଥାଇ ସଂହାରିଲେ। ଦିନକୁ ଦିନ ବଳିଆର ସେ ମୋତେ କରିବେ ସଂହାର। ତାହାଙ୍କୁ ଅଣାଇବି ଧରି ଏଥେ ମାରିବି ଯୁଦ୍ଧ କରି। ମାଲ ବିନ୍ଧାଣେ ମରାଇବି ତେବେଟି ଜୀବନ ପାଇବି। ଦେବଇ ସମ୍ପଦ ବହୁତ ଗଜ ତୁରଙ୍ଗ ଯୁଥ ଯୁଥ। ଶୁଣ ହୋ ପାତ୍ର ମନ୍ତ୍ରୀ ବର ମଞ୍ଚା କରାଇବ ଅପାର। ରଙ୍ଗ ସଭା ଏ ଭିଆଇବ ତୁମ୍ଭେ ସକଳେ ଦେଖୁଥିବ। ଦେବକୀ ବସୁଦେବ ଆସି ମଞ୍ଚା ଉପରେ ଥିବେ ବସି। ତୁମ୍ଭେ କରିବ ମାଲରଣ ଦେଖିବେ ପୁତ୍ରଙ୍କ ମରଣ। ମାହୁନ୍ତ ଥିବ ରଙ୍ଗ ଦ୍ୱାରେ ବସିକୁ ବଳୟା ପିଡ଼ରେ। ଦନ୍ତେ ଗୁନ୍ଥାଇ ବେନି ଭାଇ ମାରିବ ସଭା ତଳେ ନେଇ। ଅନେକ ଧନ ରତ୍ନ ଦେବି ମୋହର ମୈତ୍ର କରିବି। ସମସ୍ତେ ଶୁଣ ମୋ ଉତ୍ତର ତୁମ୍ଭେ ଭିଆଓ ଧନୁ ଘୋର। ଶୁକ୍ଳ ଚତୁର୍ଦ୍ଦଶୀ ଦିନେ ପୂଜା କରିବ ରାତ୍ର ମାନେ। ଛେଳି ମଇଁଷି ବଳି ଭୋଜା କ୍ଷେତ୍ରପାଳଙ୍କୁ କର ପୂଜା। ଘୋଷଣା ଦିଅ ଚାରି ଦିଗେ ଗ୍ରାମ ପାଟଣା ପୁର ଭାଗେ। ଜନ ପରଜା ଯେତେ ଦୁଃଖୀ ଆସିବେ ଧନୁ ଯାତ୍ରା ଦେଖି। ଦେବ ଇନ୍ଧନ ବସ୍ତ୍ର ଅନ୍ନ ତୁଳା ପୁରୁଷ ଆଦି ଦାନ। ଏମନ୍ତ କହି କଂସ ଗଲା ଭିତର ପୁରେ ବିଜେ କଲା। ଅକ୍ରୂର ନାମେ ମନ୍ତ୍ରୀ ବର ଯାଦବ ବଂଶେ ବଳିଆର। କଂସର ବିଶ୍ୱାସ ଅପାର ଡକାଇ ଆଣିଲା ସତ୍ୱର। ତାହାର କରେ ହସ୍ତ ଦେଇ କହଇ ଏକାନ୍ତେ ବସାଇ। ଭୂମନ୍ତ୍ରୀ ଶୁଣ ମୋ ଉତ୍ତର ବିଶ୍ୱାସୀ ଅଟୁ ତୁ ମୋହର। ଇଷ୍ଟ ବନ୍ଧୁରେ ସତ୍ୟ କହି ବେଦ ପୁରାଣେ ଏ ଅଛଇ। ତୁତହୁ ନାହିଁ ମୋର ହିତ ତୁମର ପ୍ରାଣ ପଞ୍ଚଭୂତ। ତୋହର ବଳେ ଆଜ ମୁହିଁ
শত্রু সহারিতে লোড়ই যে শনে বিষ্ণু আশ্রয় করি দেবে হুয়ন্তি সুখচারী নন্দ গোকুলে বেগে যাও মোহর হিতে যেবে থাও তুম্ভর বলে মু নিশ্চিন্ত ভৌমিত্র কহিলটি সত্য বসুদেবর পুত্র দুই রাম গোবিন্দ বেনি ভাই থইলা নেই নন্দ ঘরে লুচাই বসুদেব ডরে তু বেগে রথ ঘেনি যাও মোর চামুরে আনি দিও দেবকী বিবাহ ହେଲା ବେଳେ ମୋତେ যা দেবে কহিছিলে সে কথা হইলা যুকতে নারদ কহি গলে মতে মতে মারিবে বেনি ভাই সে কথা উচিত যে হই গোকুলে থাই বলিয়ার অনেক মাইলে অসুর বাଳୁତ କାଳୁ ତାଙ୍କୁ ଧରି ବେଗେ ମୁଁ ପକାଇବି ମାରି ତେବେ ମୋହର ମନ ସ୍ଥିର ଭୂମିତ୍ର ଧରୁ ଅଛି କର ନନ୍ଦ ଯଶୋଦା ତାଙ୍କ ସଙ୍ଗେ ଘେନାଇ ଆସ ଯାଇ ବେଗେ ଗୋରସ ଆଣ ସତେ ଭାର ଧନୁ ଉତ୍ସବ ଯାତ୍ରା ମୋର ଅଣାଇ ମଥୁରା ନଗରେ ବନ୍ଦୀ କରିବି ବନ୍ଦୀ ଘରେ ରାମ ଗୋବିନ୍ଦେ ଅଣାଇବି ହସ୍ତିର ପାଦେ ମନ୍ଥାଇବି ଯେବେ ଉବୁରିବେ ସେଠାରୁ ମାଲେ ଅଛନ୍ତି ମହାମେରୁ ଏହାଙ୍କ ହସ୍ତେ ମରାଇବି ତେବେ ସେ ଜୀବନ ପାଇବି ନନ୍ଦ ଯଶୋଦା ବସୁଦେବ ଦେବକୀ ଯେତେକ ଯାଦବ ଏହାଙ୍କୁ ପେଶି ଯମପୁର ଯେତେ ଜୀବନ ସ୍ଥିର ମୋର ଏହାଙ୍କୁ ପେଶି ଯମପୁର ତେବେ ଜୀବନ ସ୍ଥିର ମୋର ଉଗ୍ରସେନଙ୍କୁ ଧରି ଆଣି ଏଠାରେ ପକାଇବି ହାଣି ଦେବକ ନାମେ ତାର ଭାଇ ମୋର ମରଣ ସେ ଲୋଡ଼ଇ ମୋର ବୈରୀ ଛନ୍ତି ଯେତେ ଭୂମିତ୍ର ମାରିବି ଏମନ୍ତେ ତେବେ ସେ ମହି ଅକଣ୍ଟକ ଭୋଗ କରିବି ମୁହିଁ ଏକ ଶ୍ୱଶୁର ଜରାସନ୍ଧ ମୋର ସଙ୍ଗୀତ ଦ୍ୱାବିଦ ବାନର ଆବର ନାର କି ଅସୁର ବଡ଼ ସୁହୃଦ ବାଣାସୁର ଏ ମୋର କଛେ ବଳିୟାର ମୋତେ ଡରଇ ସୁନାସିର ଭୂମିତ୍ର ଯାଓ ବେଗ ହୋଇ ଧନୁ ଉତ୍ସବ ଯାତ୍ରା କହି ବହନ ଆଣ ବେନି ଭାଇ ମିତ୍ର ମୋହର ଯେବେ ତୁହି ଏମନ୍ତ କଂସ ବୋଲ ଶୁଣି ଅକ୍ରୂର ମନେ ମନେ ଗୁଣି ବୋଲଇ ଶୁଣ ନରନାଥ একথা তোহর উচিত রিপুকু বুদ্ধি বলে মারি তেবে জীবন সুখে ধরি কহই শুণ নরেশ্বর দৈব বল বলিয়ার যে যাহা কর্ম ফল বলে ভোগ করন্তি মহি তলে মতে মানব দেহ বহি লাভ ও লাভ ন জানই সে যাহা পূর্বে থাই করি ভুঞ্জই সে ফল আবরি শোক হরস বেনি পথে মিলন্তি কর্মর আয়তে তোহর আজ্ঞা শিরে ঘেনি ভূমিত্র জীবী ଏହି କ୍ଷଣି ଶୁଣି ହରସ ଭୋଜ ରାଜା ଅକ୍ରୂରେ କଲା ମିତ୍ର ପୂଜା କଂସ ପଶିଲା ଅନ୍ତପୁର ଅକ୍ରୂର ହୋଇଲା ବାହାର ପଥେ ସେ ବିଚାରଇ ମନେ କୃଷ୍ଣଙ୍କୁ ଦେଖିବି କେଶନେ ସତେ କି ଦେଖିବି ଶ୍ରୀମୁଖ ଖଣ୍ଡିବି କୋଟି ଜନ୍ମ ଦୁଃଖ ମିଳିଲା ନିଜ ଘରେ ଯାଇ ଗୋବିନ୍ଦ ପାଦେ ଚିତ ଦେଇ କହଇ ଦାସ ଜଗନ୍ନାଥ ଅକ୍ରୂର ସଜ କଲା ରଥ ସେ ରଥ ପଛେ ଥାଇ ଧୀରେ ମନ ମୋ ଯାଉ ଗୋପପୁରେ ସୁଜନେ ଆସ ସଙ୍ଗତରେ କୃଷ୍ଣ ଦେଖିବା ବେନି ଡୋଳେ ଅକ୍ରୂର ରଥେ ମନ ତୁଅ ସଂସାର ସୁଖେ ଧ୍ୱଂସ ନୁହ
ବାରେ ଦେଖିଲେ କୃଷ୍ଣ ରୂପ ଆଉ କି ଥିବ ମନେ ତାପ। इति श्रीमद्भागवते महापुराणे परमहास्यं संहितायां दशमस्कन्धे अक्रूर संप्रेक्षणं नाम 39 अध्याय।